ସପ୍ତମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ। ନାରଦ ବାଚ। କହନ୍ତି ବ୍ରହ୍ମାଙ୍କ ନନ୍ଦନ ରାଜନ ସାବଧାନେ ଶୁଣ। ଅସୁର କୂଳେ ଜାତ ହୋଇ ଜୟ ବିଜୟ ବେନି ଭାଇ। ହିରଣ୍ୟ ହିରଣ୍ୟାକ୍ଷ ବୀର ତପେ ତୋଷିଲେ ବେଦବର। ହିରଣ୍ୟକଶିପୁ ଅସୁର ବଳେ ହୋଇଲା ରାଜେଶ୍ୱର। କଷ୍ଟ ପାଇଲେ ଭୟଙ୍କର ତ୍ରାସେ କମ୍ପିଲେ ସୁର ନର। ତାର ଅନୁଜ ହିରଣ୍ୟାକ୍ଷ ଗଦା ସଂଗ୍ରାମେ ଅତି ଦକ୍ଷ। ଦେବ ମନୁଷ୍ୟ ତାର ତୁଲେ ଗଦା ଯୁଦ୍ଧରେ ହାରିଗଲେ। ଏବେନି ଲୋକ ଜିଣି ବଳେ ବିଜୟ କଲା ସେ ପାତାଳେ। ବରୁଣପୁରେ ଯାଇ ମିଳି ପ୍ରଚଣ୍ଡ ଗଦା କରେ ତୋଳି। ଭୋଇଲା ଯୁଦ୍ଧ ମୋତେ ଦିଅ ନୋହିଲେ ପାତାଳେ ନଥାଅ। ମୋର ଏ ପାତାଳ ଭୁବନ ଏମନ୍ତେ ଗଲା କେତେ ଦିନ। ଯଜ୍ଞ ବରାହ ରୂପ ଧରି ଦନ୍ତାଗ୍ରେ ଧରଣୀ ଉଧାରି। ସେ ହରିଥିଲେ ତାର ପୁରେ ତିନି ଭୁବନ ଉପକାରେ। ଅସୁର ଦେଖି ଦାମୋଦର ଗଦା ପ୍ରହାରେ କଲେ ଚୁର। ହିରଣ୍ୟକଶିପୁ ତା ଶୁଣି କୋପେ କମ୍ପିଲା ସେହି କ୍ଷଣି। ଅଧର ଦନ୍ତରେ କାମୋଡ଼ି ହାହାସ ବଦେ ଶିର ତାଡ଼ି। ଭାତୃନିଧନେ ଯେ ବିକଳେ ଚାହିଁଲା ଆକାଶ ମଣ୍ଡଳେ। ସଧୁମ ଦିଶଇ ଆକାଶ ଯେଣୁ ହୋଇଛି ମହାରୋଷ। ଏ କରାଳ ବକ୍ରେ ଊର୍ଦ୍ଧ୍ୱ ଦୃଷ୍ଟି ଲଲାଟେ ଟେକିଣ ଭ୍ରୁକୁଟି। ତୋଳି ତ୍ରିଶୂଳ ସଭା ମଧ୍ୟେ ବୋଲଇ ଭାତୃ ଶୋକବାଦେ। ଭୋ ଦାନବ ଦୈତ୍ୟଗଣ କହଇ ସାବଧାନେ ଶୁଣ। ଦ୍ୱିମୂର୍ଦ୍ଧି ତ୍ରିନେତ୍ର ସମ୍ବର ଭୋ ଶତବାହୁ ହେୟ ଶିର। ନମୁଚି ହେ ପାକ ଇଳୋଜ ହେ ବିପ୍ରଚିତ ଶୁଣ ବୋଲ। ପୁଲମା ଶକୁନି ସହିତେ ମୋର ସଭା ମଧ୍ୟେ ଯେତେ। ମୋହର ବୋଲ ଏବେ କର ଏ ଶୋକ ସାଗର ଉଦ୍ଧର। ମୋର ବୈରୀ ଦେବଲୋକେ ମନୁଷ୍ୟ ମଧ୍ୟ ଛନ୍ତି ଥୋକେ। ହରିଙ୍କୁ ଭଜନ୍ତି ଯେ ନିତ୍ୟେ ଏବେ ବିଚାରି ମୋର ଚିତେ। ହରିର ପଥ ଆଶ୍ରେ କଲେ ମୋର ଭାଇ କି ସଂହାରିଲେ। ସେ ହରି ମୋହର ବୈରୀ ଅତି ନିର୍ଦ୍ଦୟ ଅହଙ୍କାରୀ। ମାୟାରେ ନାନା ରୂପ ଧରେ ଭକତ ସଙ୍ଗେ ସେ ବିହରେ। ଏ ବାଳକ ପ୍ରାୟ ତାର ଗତି ଏଣୁ ଅସ୍ଥିର ମୋର ମତି। ଏ ଶୂଳ ମାରି ତା ଶରୀରେ ତର୍ପଣ କରି ବିରୁଧିରେ। ମୋ ଭାତୃ ପିତୃ କାର୍ଯ୍ୟ ଅର୍ଥେ କହିଲି ତୁମ୍ଭର ଅଗ୍ରତେ। ସେ କୂଟ ଦୁଷ୍ଟ ଦୁରାଚାର ତାର ବିଶ୍ୱାସୀ ବେଗେ ମାର। ସେ ମଲେ ମରିବେ ସକଳେ ବୃକ୍ଷ କାଟିଲେ ଯେହ୍ନେ ଡାଳେ। ଯାବତ ନ ମରଇ ହରି ତାବତ ଭ୍ରମ ବସୁନ୍ଧରୀ। ବ୍ରହ୍ମକ୍ଷତ୍ରିୟ ବୈଶ୍ୟ ଯେତେ ବିଷ୍ଣୁ ଭଜନ୍ତି ଅବିରତେ। ତପସ୍ୱୀ ଜନ ବେଗେ ମାର ଯଜ୍ଞର ଅଗ୍ନି ନାଶ କର। ତ୍ରିସନ୍ଧ୍ୟା ଭକ୍ତ ଜ୍ଞାନୀ ଯେତେ ତାହାଙ୍କୁ ମାର ଅବିରତେ। ଏ ଧର୍ମ କ୍ରିୟା ମୂଳ ହରି ସେ ଥାଇ ତାର ହୃଦେ ପୁରୀ। ଋଷି ଦେବତା ପିତୃଗଣେ ଯେ ଥାନ୍ତେ ଧର୍ମ ପରାୟଣେ। ଗୋରୁ ବ୍ରାହ୍ମଣେ ଯଜ୍ଞ ଜହିଁ ବେଦ ପଠନେ ମନ୍ତ୍ର ଧ୍ୟାୟୀ। ଆଶ୍ରୟ କ୍ରିୟା ଜହିଁ ଥିବ ବେଗେ ବିନାଶୀ ଅଗ୍ନିଦେବ। ହେମନ୍ତ ରାଜା ଆଜ୍ଞା ପାଇ ଅସୁରେ ଗଲେ ସଜ ହୋଇ। ସ୍ୱଭାବେ ଅସୁର ନିର୍ଦ୍ଦୟ ପ୍ରାଣୀ ମରଣେ ବଡ଼ ପ୍ରିୟ। ତକ୍ଷଣେ ପଶି ଗ୍ରାମପୁରେ ଗିରିବନସ୍ଥ କ୍ଷେତ୍ର ଦ୍ୱାରେ। ଋଷି ଆଶ୍ରମେ ତପୋବନେ ମେରୁ ପର୍ବତ ନାନା ସ୍ଥାନେ। ଗୋରୁ ବ୍ରାହ୍ମଣ ଯଜ୍ଞ ସ୍ଥାନ ଅନଳେ ଦହିଲେ ତକ୍ଷଣ। ଖନିତ୍ର ଘେନି ମହାସୁର ଭେଦିଲେ ପ୍ରାକାର ଗୋପୁର। ଅସୁର ବଳ ବେଗେ ବ୍ୟାପି ଛେଦି ପକାଇଲେ ବିଟପି। ଜୀବିତ ବୃକ୍ଷ ଯେତେ ଥିଲେ ପରଶୁ ହସ୍ତେ ତା ଛେଦିଲେ। ହେମନ୍ତ ଦ୍ୱାଦଶ ବରଷେ ଧର୍ମ ନାସିଲେ ମହାରୋଷେ। ନିରତେ ପ୍ରାଣୀ ନାଶ କଲେ ଦେବେ ଆକାଶୁ ପଳାଇଲେ। ଲୁଚିଲେ ବନଗିରି ତୃଣେ ଘୋର କାନନେ ସୁରଗଣେ। ଏ ଭାତୃ ମରଣେ କୋପ କଲା ଏମନ୍ତେ ପ୍ରାଣୀ ନାଶ କଲା। ଏ ଭାତୃର ପ୍ରେତ କାର୍ଯ୍ୟ କଲା ଅନେକ ଜଳ ଅର୍ଣ୍ଣ ଦେଲା। ତର୍ପଣ ଶ୍ରାଦ୍ଧ କର୍ମ ସାରି ଭାତୃ ସ୍ପତ୍ରକୁ କୋଳେ ଧରି। ଏ ତକ୍ଷଣେ ଅନ୍ତପୁରେ ଯାଇ ସୁହୃଦ ଅସୁରଙ୍କୁ ରାଇ। ଶକୁନି ସମ୍ବର ଧୃଷ୍ଟିକ ଭୂତ ସନ୍ତାପନ ଯେ ବୃକ। କାଳନାଭ ମହାନାଭକୁ ହରି ଶ୍ମଶ୍ରୁତ୍କଚକୁ। ନିଜର ନିକଟେ ବସାଇ ଅନୁଜ ପତ୍ନୀକୁ ଅନାଇ। ତାହାର ନାମ ଅଟେ ଭାନୁ ସ୍ୱାମୀ ମରଣେ କ୍ରୋଧମନୁ। ମାତାର ସଙ୍ଗେ ତାକୁ ଆଣି ବସାଇ କହେ ମଞ୍ଜୁବାଣୀ। ହିରଣ୍ୟକଶିପୁ ବାଚ। ହେ ମାତ ଭାତୃ ବଧୂଗଣ ଶୋକ କରିବା କାରଣ। ମୃତ ପ୍ରାଣୀକୁ ନ ସୁମରି ଏ ଜୀବ ନୁହଁ କାହାରି। ବୀର ମରଣ ରିପୁ ମୁଖେ ଲଭେ ଅକ୍ଷୟ ସ୍ୱର୍ଗ ସୁଖେ।
ତାର ମରଣେ ଚିନ୍ତା ନାହିଁ ସ୍ୱର୍ଗେ ବସିଲା ମୋର ଭାଇ। ପଥେ ପଥୁକି ଜନ ପ୍ରାୟେ ଭବେ କିଛି ସ୍ଥିର ନୁହେଁ। ପୂର୍ବ ଜନର କର୍ମ ଫଳେ ପ୍ରାଣୀଏ ମିଳନ୍ତି ସଂସାରେ। ତୃଷାର୍ଥ ତୃଷା ନିବାରଣେ ଯେନେ ମିଳନ୍ତି ଜଳ ସ୍ଥାନେ। ପୁଣି ଚଳନ୍ତି ଶ୍ରମ ସାରି ଯେ ଜଳ ନୁହଁ କାହାରି। ଆତ୍ମା କେବେ ନାଶ ନୁହେଁ ପ୍ରବେଶ କରେ ଯେଉଁ ଦେହେ। ଅବୟ ଶୁଦ୍ଧ ସର୍ବଗାମୀ ସର୍ବଜ୍ଞ ସର୍ବଦେହେ ଭ୍ରମେ। ସେ ଆତ୍ମା ଦେହରୁ ଚଳିଲେ ଦେହ ବିନାଶ ଲଭେ ବୋଲେ। ଚଞ୍ଚଳ ଜଳେ ବୃକ୍ଷ ଛାଇ ଚଳିଲା ପ୍ରାୟ କଦିଶଇ। ସେ ଯେନେ ଉଦକେ ନମିଶେ ଆତ୍ମା ଶରୀରେ ପରକାଶେ। ବାଳକେ କ୍ରୀଡ଼ାରେ ଘୂର୍ଣ୍ଣନ୍ତି ଭ୍ରମିଣ ମହିରେ ପଡ଼ନ୍ତି। ଚାହାନ୍ତେ ଭ୍ରମଇ ସଂସାର ଏମନ୍ତ ମାୟା କ୍ରୀଡ଼ାଘର। ଏଣୁ ଏ ବ୍ରହ୍ମ ଗୁଣ ଦୋଷେ ମନ ନର ହୋଇ ବିଶ୍ୱାସେ। ଏ ଆତ୍ମା ହୋଇ ଦେହବନ୍ତ ଦେହ ଅଭିନ୍ନ ମଣେ ନିତ୍ୟ। ଅର୍ଜିଲା କର୍ମ ଫଳ ବଳେ ପ୍ରାଣୀ ଭ୍ରମନ୍ତି ମହି ତଳେ। ସଂସାର ସଂଯୋଗ ବିଯୋଗେ ଶୋକ ରସ ବେନି ମାର୍ଗେ। ଏ ଅର୍ଥେ ଇତିହାସ କହି ଶୁଣ ଜନନୀ ମନ ଦେଇ। ପୂର୍ବେ ପୁତ୍ର ବଧୂଙ୍କ ତୁଲେ ଯେବା ସମ୍ପଦ ମହି ତଳେ। ଶୁଣ ଜନନୀ ମନ ତ ସେ ଯେ କଥା ଅଛି ନର ଅଂଶେ। ସୁଯୋଗ୍ୟ ନାମେ ରାଜା ଥିଲା ଶତ୍ରୁ ସଂଗ୍ରାମେ ପ୍ରାଣ ଦେଲା। ତାହା ଶୁଣିଣ ପୁରଜନେ ମିଳିଲେ ମୃତ ପିଣ୍ଡ ସ୍ଥାନେ। ଦେଖିଲେ ରାଜାର ଶରୀର ରୁଧିର ଧୂଳିରେ ଧୂସର। ରତ୍ନ କବଚ ଖଣ୍ଡ ଖଣ୍ଡ ବିଭ୍ରମ ଅଳଙ୍କାର ପିଣ୍ଡ। ତା ବକ୍ଷସ୍ଥଳ ସରେ ଛିର୍ଣ୍ଣେ ବିନିଷ୍ଟ ହୋଇଛି ନୟନେ। ବିଦୀର୍ଣ୍ଣ କେଶ ତାର ମୁଣ୍ଡେ ବହେ ରୁଧିର ତାର ତୁଣ୍ଡେ। ଏ ଅଧର ଦଂଶିତ ବଦନ ହୋଇ ରହିଛି ବିଦ୍ୟମାନ। ବାୟୁ ନ ବହେ ନାକ ବାଟେ କର ଆୟୁଧ ଛିର୍ଣ୍ଣ ଅଟେ। ଏକାଳେ ମିଳିଲେ ସମୀପେ କାମିନୀ ଗଣ ଦୁଃଖ ଶୋକେ। ଅତି କାତର ହୋଇ ତହିଁ କାନ୍ଦନ୍ତି ରାଜା ମୁଖ ଚାହିଁ। ବନାଥ ତୋହର ମରଣେ ତୋର ସକଳ ବନ୍ଧୁଗଣେ। ଜୀବନ ଥାଉ ଥାଉ ମଲୁ ବିଧି ଅଯୋଗ ଭିଆଇଲୁ। ହୃଦରେ ବେନି କରତାଡ଼ି କାନ୍ଦନ୍ତି ଭୂମି ତଳେ ପଡ଼ି। ଚରଣ ପୁଣ ପୁଣ ଧରି କାନ୍ଦନ୍ତି ଉଚ୍ଚ ନାଦ କରି। ଚରଣ ସିକ୍ତ ଅଶ୍ରୁ ଜଳେ ଲୋତକ ମିଶ୍ରିତ କଜଳେ। କୁଚ କୁଙ୍କୁମ ଅଶ୍ରୁ ଜଳେ ପଡ଼ଇ ରାଜା ପାଦ ତଳେ। କେଶ ବସନ ସମ୍ଭାଳ ଶୁଭେ ରୋଦନ ମହାଗୋଳ। ହେ ଦୈବ ତୁ ନିର୍ଦୟ ଦୂରେ ଛାଡ଼ିଲୁ ମାୟା ମୋହ। ଅଦୃଷ୍ଟ ଅଶ୍ରୁତ କରମ ଭିଆଇ କଲୁ ମତି ଭ୍ରମ। ପୂର୍ବେ ଆମ୍ଭକୁ ସୁଖ ଦେଲୁ ଏବେ ତୁ ନିଷ୍ଠୁର ହୋଇଲୁ। ପୁଣି ରାଜାର ପାଦ ଧରି ଉଚ୍ଚେ କାନ୍ଦନ୍ତି ତାର ନାରୀ। ଆମ୍ଭକୁ ତେଜୁନାଥ ତୁହି ମୁହୂର୍ତ୍ତେ ତୋ ସଙ୍ଗ ନ ପାଇ। କେମତେ ଧରିବୁ ଜୀବନ ଦିଶଇ ଦଶ ଦିଗ ଶୂନ୍ୟ। ତୋର ଚରଣେ ଆମ୍ଭେ ସେବୁ କହ କେବଣ ଦିଗେ ଯିବୁ। ଏମତେ ପତି ପାଦ ଧରି ଉଚ୍ଚେ କାନ୍ଦନ୍ତି ତାର ନାରୀ। ଦହନ ପାଇଁ ନ ଛାଡ଼ନ୍ତି ଦୁଃଖେ ରହିଲେ ଗୋତ୍ର ଜ୍ଞାନ୍ତି। ଏମତେ ରବି ଅସ୍ତ ଗଲା ଘର ତିମିର ପ୍ରକାଶିଲା। ଆର୍ତ ରୋଦନ ତାଙ୍କ ଦେଖି ସମନ ପବନ ଉପେକ୍ଷୀ। ଶୋକ ନିବାରେ ଇଚ୍ଛା କରି ଯମ ବାଳକ ରୂପ ଧରି। ମିଳିଣ ତାଙ୍କ ସନ୍ନିଧାନେ କହି କୋମଳ ବଚନେ। ଯମବାଚ ଆହେ ଅଦ୍ଭୁତ କଥା ଦେଖ ଏ ସର୍ବ ବୟସେ ଅଧିକ। ବାଳକ ପ୍ରାୟ ନ ଜାଣନ୍ତି ବିମୋହେ ରୋଦନ କରନ୍ତି। ଏ ପ୍ରାଣ ଯହୁଁ ଆସିଥିଲା କର୍ମ ସଙ୍ଗତେ କରି ଖେଳା। ତହିଁକି ଗଲା କର୍ମ ଅନ୍ତେ ଜାଣି ନ ଜାଣୁ ତୁ କେମନ୍ତେ। ଏଣୁ ଏ କର୍ମମୟ ଦେଇ କର୍ମ ଅଧିକ କେହି ନାହିଁ। ସମସ୍ତ ତୁଲ୍ୟ ଦେହ ବହି କର୍ମ ସରିଲେ କେବା ରହି। ଯହୁଁ ଅଇଲା ତା ନ ଜାଣେ ଦେହକୁ ନିତ୍ୟ ପ୍ରାୟ ମଣେ। ଅନ୍ତେ ଯହିଁକି ପ୍ରାଣ ଯିବ ଏହା ନ ଜାଣେ ବ୍ରହ୍ମା ଶିବ। ସଂସାର ମଧ୍ୟରେ ଦେହ ବହି ସକଳ ମଧ୍ୟରେ ଧନ୍ୟ ମୁହିଁ। ପିତା ଜନନୀ ମୋର ନାହିଁ ବୁଲଇ ଅରକ୍ଷିତ ହୋଇ। ଏ ବୃକ ପ୍ରଭୃତି ଜନ୍ତୁ ଯେତେ କେ ଭକ୍ଷି ନ ପାରନ୍ତି ମତେ। ଗର୍ଭେ ଯେ ରକ୍ଷା କଲା ମତେ ଏବେ ସେ ଅଛି ମୋ ସଙ୍ଗତେ। ଈଶ୍ୱର ଇଚ୍ଛାରେ ସର୍ଜଇ ପାଳଇ ପୁଣ ସଂହାରଇ। ତାହାର କ୍ରୀଡ଼ା ଏ ଜଗତ କିବା ବାଳକ ତାତ ମାତ। ଯେ ପ୍ରାଣୀ ନିଜ ପଥ ଛାଡ଼ି ନିୟତ କର୍ମ ଯେବେ ହୁଡ଼ି। କର୍ମ କରଇ ତାକୁ ରକ୍ଷା ଗୁରୁଙ୍କ ପ୍ରାୟ ଦେଇ ଦୀକ୍ଷା। ବାଳକ ଗୃହେ ଥାଇ ଯେନେ କର୍ମେ ନଥିବ ଭୋଗ ମନେ। ରକ୍ଷକ ଥିଲେ ହେମରଇ ଅତି ଯତନେ ଯେବେ ଥାଇ। ଯେବେ ବାଳ ବିପିନେ ବର୍ଦ୍ଧିତ ସ୍ୱଭାବେ ହୋଇ ଅରକ୍ଷିତ। ତାହାକୁ ଦଇବ ରଖଇ ବେଦ ପୁରାଣେ ଏହା କହି। ଏଣୁ ପ୍ରାଣୀ ଏ କର୍ମ ଫଳେ ଜନ୍ମ ମରଣ ଏ ସୟଳେ। ଆତ୍ମା ସକଳ ଦେହେ ଥାଇ ଶରୀରୁ ଭିନ୍ନ ସେ ଅଟଇ। ଶରୀରେ ଆତ୍ମଜ୍ଞାନ ଖ୍ୟାତ ମୋହ ବଶରୁ ହୁଏ ଜାତ। ଯେତେ ବୁଦ୍ବୁଦୁ ଜଳୁ ଜାତ ମାଟିରୁ ଘଟ ଯେ ସମ୍ଭୂତ। ସ୍ୱର୍ଣ୍ଣରୁ କୁଣ୍ଡଳ ହୁଅଇ ବିନାଶେ ନିଜ ତୋଲ ହୋଇ। ମିଶଇ ବୁଦ୍ବୁଦୁ ଜଳରେ ଘଟ ବିଲୀନ ମୃତ୍ତିକାରେ। କୁଣ୍ଡଳ ସ୍ୱର୍ଣ୍ଣ ତକୁ ପାଇ ଶେଷରେ ଜଳାଧୀର ହୋଇ।
तेसने काल बसे जात कर्म भोगेण जीव मृत विनष्ट हुई शरीर आत्मा चलई निरंतर अग्नि जेसने काष्टे थाई स्वभावे भिन्न से अटई पवन देह मध्य थाई देहरु पृथक अटई आकाश सर्वव्यापी होई काहारी संगे लिप्त नई ए जीव पुरुष तेमंत स्वभावे त्रिगुणातिरिक्त सुजज्ञ राजाए नुई रोदन कर काहीं पाई श्रोतावकता नाही एते रोदन शुणिब केमते ए देह मध्य आत्मा थाई इंद्रिय संगे प्रकाशई सेतु गला अंतरिक्षे देख ए मृत्तिका प्रत्यक्षे ए देह पार्थिव विकार पड़िछि पृथ्वी उपर ଯାହାକୁ ଶୋକ ତୁମେ କର ସେ ପ୍ରାଣୀ ଏ ଦେହର ପର ଏ ପଞ୍ଚଭୂତ ଇନ୍ଦ୍ରିଗଣ ମନ ଯେ ଏହାଙ୍କ କାରଣ ଆତ୍ମାଟି ଏହାଙ୍କର ସଙ୍ଗେ ପ୍ରକାଶ ଉଚ୍ଚ ବାଚ ରଙ୍ଗେ ସେ ନିଜ ତେଜ ପ୍ରକାଶ ଇ ଶରୀର ଘେନ ଇ ଛାଡ଼ଇ ଯାବତ ଆତ୍ମା ଦେହେ ଥାଇ ଅଲିଙ୍ଗେ ଲିଙ୍ଗ ଦେହ ବହି ଏଥିବ କର୍ମରେ ବନ୍ଧନ ଏହା ନ ଜାଣେ ମୂର୍ଖ ଜନ ଏଣୁ ଏ ଗତାଗତ ପତେ କ୍ଲେଶ ଲୋଭଇ ଅବିରତେ ଏ ପୁଣି ମିଥ୍ୟା କଳେବର ଆଦିତ୍ୟ ତଥ୍ୟ ପ୍ରାୟ ପୁର ଯେମତେ ସ୍ୱପ୍ନ ମନୋରଥେ ଭ୍ରମଇ ଇନ୍ଦ୍ରିୟଙ୍କ ଅର୍ଥେ ଦେଖଇ ସତ୍ୟ ପ୍ରାୟ ତାହା ନିଦ୍ରାର ଅନ୍ତେ ହୁଏ ମାୟା ଏହାଙ୍କ ନିତ୍ୟାନିତ୍ୟ ପଥେ ପଣ୍ଡିତେ ନ ଘେନନ୍ତି ଚିତ୍ତେ କର୍ମ ଅନ୍ୟଥା କେ କରିବ ଯାହା ନ ଜାଣେ ବ୍ରହ୍ମା ଶିବ ଶୁଣ କହିବା ପୂର୍ବବାଣୀ ମୁଁ ଯେ ବାଳକ ଅଛି ଶୁଣି ଲୁବ୍ଧକ ପକ୍ଷୀଙ୍କ ମାରଣେ ଦିନେ ପଶିଲା ଘୋର ବନେ ବୁଲଇ ହସ୍ତେ ପାଶ ନେଇ ପକ୍ଷୀଙ୍କ କାଳ ପ୍ରାୟ ହୋଇ ଲତା ଗହଳେ ସେ ପଶିଲା ଅନ୍ତର ହୋଇ ନ ରହିଲା ଆହାର ଜାଲ ତଳେ ଥୋଇ ଲୁଚିଲା ଲତା ମଧ୍ୟ ଯାଇ କୁଳିଙ୍ଗ ପକ୍ଷୀ ପତ୍ନୀ ବେଳେ ବସି ଯେ ଥିଲା ବୃକ୍ଷ ଡାଳେ ଆହାର ଦେଖି ଜାଲ ତଳେ ପଶିଲା କୁଳିଙ୍ଗ ଚଞ୍ଚଳେ ଲୁବ୍ଧକ ଜାଲ ପାଶେ ଛନ୍ଦି ସେହି ପତ୍ନୀକୁ କଲା ବନ୍ଦୀ ପତ୍ନୀ ମରଣ ପକ୍ଷୀ ଦେଖି ତକ୍ଷଣେ ଆସନ ଉପେକ୍ଷୀ ଏ ଉଚ୍ଚ ବୃକ୍ଷର ଡାଳେ ବସି ନିର୍ଘାତ ନିଶ୍ୱାସ ସାହସୀ ଅତି ବିକଳ ଦୁଃଖ ମନେ ଲୋତକ ବହଇ ନୟନେ କର୍ମ ଆଦରି ସତୀ ଚାହିଁ ବୋଲଇ ରବି କିୟ ନାଇଁ ଆହା ଦୈବ ତୁ ନିର୍ଦୟ ମୋର ବିଷୟ କଲୁ କହ କଷଣ କଲୁ ପତ୍ନୀହୀନେ ଏ ଦେହ ଧରିବି କେଶନେ ଶରୀର ଅର୍ଦ୍ଧ ଅଙ୍ଗ ନାରୀ ଅର୍ଦ୍ଧ କେବା ଦେହ ଧରି ବାଳକ ଅଛନ୍ତି ମୋ ବାସେ କି ଘେନି ଯିବି ତାଙ୍କ ପାଶେ କେମତେ ପୋଷିବଇ ମୁଇଁ ତାହାଙ୍କ ଦେହେ ପକ୍ଷ ନାହିଁ ବାଳକେ ମୋର ମାତୃହୀନେ ଜୀବନ ଧରିବେ କେଶନେ ମାତାକୁ ଲୋଡ଼ିବେ ନିରତେ ମୁଁ ତାହା ସହିବି କେମତେ ଏମତେ ବୃକ୍ଷ ଡାଳେ ଥାଇ ବିକଳେ କୁଳିଙ୍ଗ କାନ୍ଦଇ ପତ୍ନୀର ଦେହେ ଦେଇ ମନ କ୍ଷଣ କ୍ଷଣ କେ ଅଚେତନ ଏମତେ ବ୍ୟାଧ ବୃକ୍ଷ ତଳେ ମିଳିଲା ଚରଣ ନିଶ୍ଚଳେ ନାରାଚ ବିନ୍ଧି ତାକୁ ମାରି ମୁଦିଣ ଥୋଇଲା ପଞ୍ଜରୀ ତୁ ସେ ନିଜ ପୁର ଗଲା ଶୁଣ ଗୋ ନୃପତି ଅବଳା ଆତ୍ମାର ଗତି ତ ନ ଜାଣ ସୁଜନ ବଚନ ନ ଶୁଣ ଶତବରଷ ଇଠାବେ ରୋଦନ କରୁଥିବ ଯେବେ ତେବେ କି ଉଠିବ ଶରୀର କେମନ୍ତେ ବିଚାର ତୁମ୍ଭର ହିରଣ୍ୟକଶିପୁ ବାଚନ ଏ ବାଳକ ବଚନ ହେମନ୍ତ ଶୁଣି ସକଳ ଏକଚିତ ମାୟା ଛାଡ଼ିଲେ ଜ୍ଞାନ ପାଇ ଉଠିଲେ କୁଆରେ ଚାହିଁ ବୋଲନ୍ତି ମିଥ୍ୟା ଏ ସଂସାର ନିତ୍ୟ ମନୁଷ୍ୟ ଶରୀର ଯମ ଏ ଉପଦେଶ ଦେଲା ତକ୍ଷଣେ ଅନ୍ତର୍ଧ୍ୟାନେ ଗଲା ତକ୍ଷଣେ ଜ୍ଞାତି ଗୋତ୍ର ମେଳେ ରାଜାର ପ୍ରେତ କାର୍ଯ୍ୟ କଲେ ଏଣୁ ମୋ ଅନୁଜ ମରଣେ ଶୋକ କରିବି କି କାରଣେ ଏମତେ ମାୟାରେ ସଂସାର କେ ନିଜ କେବା ଅଛି ପର ନାରଦ ବାଚନ ଏମତେ ଶୁଣି ପୁତ୍ର କଥା ଶୋକ ଛାଡ଼ିଲେ ରାଜମାତା ପୁତ୍ରବଧୂଙ୍କୁ ଶାନ୍ତ କରି ତଥ୍ୟ ବଚନ ମନେ ଧରି ଦିତି ଛାଡ଼ିଲା ପୁତ୍ର ଶୋକ ବ୍ରହ୍ମରେ ନିବେଶୀ ବିବେକ କହଇ ଦାସ ଜଗନ୍ନାଥ ସପ୍ତମ ସ୍କନ୍ଧେ ଭାଗବତ ନାରଦ ମୁନି ଅନୁରାଗେ କହିଲେ ଧର୍ମସୂତ୍ର ଆଗେ ଏ ବାଣୀ ତତ୍ତ୍ୱ ଜ୍ଞାନ ସାର ଶୁଣି ସଂସାରୁ ପ୍ରାଣୀତର ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ ବୟାସିକ୍ୟାಂ ସପ୍ତମ ସ୍କନ୍ଧେ ନାରଦ ଯୁଧିଷ୍ଠିର ସମ୍ବାଦେ ଦିତି ଶୋକାପନ ରୋଦନେ ନାମ ଦ୍वितीय अध्याय बोल आनंदे कवार हरि हरि बोल।